ଆପଣଙ୍କ ନାଁଟା କ'ଣ? ଇନ୍ଦ୍ରମଣି ଇନ୍ଦ୍ରମଣି କ'ଣ? ଇନ୍ଦ୍ରମଣି ନାୟକ ଆଉ ନାୟକ। ଗାଁ କେଉଁଠି? କମରଗୁଡ଼ା। ବୟସ କେତେ ହେବ? ବୟସ 60-70 ହେଇଯିବନି ଆଉ। 60-70 ବର୍ଷ। ହଁ। କ'ଣ ଅସୁବିଧା ହେଇଥିଲା ଆପଣଙ୍କର? ଏଇ ପାରାଲିସିସ୍ ବଢ଼ିଆ ହେଇଯାଇଥିଲା ଆଉ। କେତେ ବର୍ଷ ହେଲାଣି? 3-4 ବର୍ଷ ତ ହେଇଗଲାଣି। 3-4 ବର୍ଷ। ହଁ। ପ୍ରଥମେ କେଉଁଠି ଔଷଧ ପ୍ରଥମେ ଖାଇଥିଲେ? ଏଇ ପଣ୍ଡାପଡ଼ା ପଣ୍ଡାପଡ଼ା। ଆଉ କେଉଁଝର ଯାଉ ଆମେ। କେଉଁଝର। ଆଉ ଏଇ ଦୁଇ ଜାଗା। ତାହେଲେ ଏବେ ପଣ୍ଡାପଡ଼ା ଆଉ କେଉଁଝରରୁ କେତେ ଟଙ୍କା ଭଳିଆ ଖର୍ଚ୍ଚ ହେଇଛି ଟୋଟାଲି ମିଶିକି? 2 ଲକ୍ଷ ଖଣ୍ଡେ ଖର୍ଚ୍ଚ ହେଇଗଲା ଟୋଟାଲି? ହଁ। ଆଚ୍ଛା, 2 ଲକ୍ଷ ଟଙ୍କା ଯେତେବେଳେ ଆପଣ ଖର୍ଚ୍ଚ କଲେ ଆପଣ ଭଲ ସୁସ୍ଥ ହେଇଯାଇଥିଲେ? ନାଇଁ ତ ସୁସ୍ଥ ନଥିଲେ? ମାନେ ମେଡ଼ିସିନ ଯେଉଁ ବ୍ୟବହାର କଲେ କ'ଣ କିଛି ପରିବର୍ତ୍ତନ ଆସିଥିଲା? ସେ ପରିବର୍ତ୍ତନ ନାହିଁ। କିଛି ଆସିନଥିଲା, ଯେମିତି କି ସେମିତି। ହଁ। ତାହେଲେ ଏବେ ଆପଣ କ'ଣ ବ୍ୟବହାର ସବୁ କରୁଛନ୍ତି? ଏବେ ଅଁଳା ରସ ଆଉ ନନି ପ୍ରିମିୟମ୍, ସ୍ପିରିଲୁନା ଖାଉଛନ୍ତି ଆଉ ମଲ୍ଟିଭିଟାମିନ୍ ଖାଉଛନ୍ତି। ଏଇଟା ଆପଣ କେତେ ଦିନ ହେଲେ ଖାଇଲେଣି? 2 ମାସ ହେଲାଣି। 2 ମାସ ହେଲାଣି। 2 ମାସ। ଆଚ୍ଛା, 2 ମାସ ଆପଣ ବ୍ୟବହାର କଲା ଭିତରେ ଆପଣଙ୍କୁ କ'ଣ କେମିତି ଲାଗୁଛି? ଏବେ ପରିବର୍ତ୍ତନ କ'ଣ ଆଇଛି? ଟିକେ ପରିବର୍ତ୍ତନ ଆସୁଛି ଆଉ ଟିକେ। କ'ଣ ପରିବର୍ତ୍ତନ ଆସୁଛି ଆପଣଙ୍କୁ? ମାନେ ଏବେ କ'ଣ ପରିବର୍ତ୍ତନ ଆସୁଛି? ଚାଲି ହଉଥିଲା, ଚାଲି ହଉନଥିଲା। ଚାଲି ନଥିଲା, ଚଲାବୁଲା କରିପାରୁଛନ୍ତି। ଆଉ ଖାଇ ହଉନଥିଲା। ଭୋକ ହଉନଥିଲା, ଭୋକ ଏବେ ଲାଗୁଛି। ଭୋକ ଲାଗୁଛି। ଆଉ ସୁସ୍ଥ ଟିକେ ଲାଗୁଛି ଏବେ। ହଁ, ସୁସ୍ଥ ଲାଗୁଛି। ଆଉ କ'ଣ ପରିବର୍ତ୍ତନ ଲାଗୁଛି? ଆଉ ସେତିକି ତ ପରିବର୍ତ୍ତନ ଲାଗୁଛି, ସୁସ୍ଥ ଲାଗୁଛି। ଠିକ୍ ଅଛି, ଆପଣ କଣ୍ଟିନ୍ୟୁ ୟୁଜ୍ କରନ୍ତୁ, ଆପଣ ସମ୍ପୂର୍ଣ୍ଣ ଭଲ ହେଇପାରିବେ। ବୁଝିଲା? ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଉଛି। କଣ୍ଟିନ୍ୟୁ ଆପଣ ୟୁଜ୍ କରନ୍ତୁ, ବହୁତ ସୁସ୍ଥ ହେଇପାରିବେ। ବୁଝିପାରିଲେ ଆଜ୍ଞା? ତାହେଲେ ଆପଣ ସୋସାଇଟିକୁ କ'ଣ କହିବାକୁ ଚାହୁଁଛନ୍ତି? ସୋସାଇଟିକି ଆପଣ କ'ଣ କହିବାକୁ ଚାହୁଁଛନ୍ତି? ଆମେ ଟିକେ ଭଲ ହେଇଯିବୁ ଆଉ। ଆପଣ ଯେମିତି ଭଲ ହେଉଛନ୍ତି, ଅନ୍ୟ ଲୋକମାନେ ଯଦି ସେମିତି ବିଶ୍ୱାସ ଭରସା କରିକି ଆପଣ ଖାଇବେ, ସେମାନେ ବି ସୁସ୍ଥ ହେଇପାରିବେ। ନା ନାହିଁ? ତାହେଲେ ଆମ ସୋସାଇଟିରେ ଏଇ ବାର୍ତ୍ତାଟା ପହଞ୍ଚିବା ଦରକାର। ନା ନାହିଁ? ଲୋକ ଆପଣ ସୁସ୍ଥ ହୁଅନ୍ତୁ ଆଉ ବହୁତ ଭଲ ହେଇପାରିବେ। ବୁଝିପାରିଲେ ଆଜ୍ଞା? ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।